ଆମେ ଏଇ ଭିଡ଼ିଓରେ ସାଇନ୍ସ ଲାବୋରାଟୋରୀ ଇକ୍ୟୁପମେଣ୍ଟସ୍ ଏବଂ ତାର ବ୍ୟବହାର ପଢ଼ିବା। କ'ଣ ପାଇଁ ଏହା ସମସ୍ତଙ୍କ ଯେଉଁମାନେ ନବମ ଦଶମ ଶ୍ରେଣୀରେ ପଢ଼ୁଛ ସେମାନଙ୍କ ପାଇଁ ସାଇନ୍ସ ଲାବୋରାଟୋରୀରେ କାମ କରିବାଟା ଅତ୍ୟନ୍ତ ଆବଶ୍ୟକ ଓ ସେଥିପାଇଁ ଆମେ ଏହାର ବ୍ୟବହାରକୁ ଶିଖିବା। ପ୍ରଥମେ ଉପକରଣ ବିଷୟରେ ଭଲସେ ଜାଣିବା ହେଉଛି ଆମର କାମ। ତ ଏଇ ଭିଡ଼ିଓରେ ଆମେ ସାଇନ୍ସ ଲାବୋରାଟୋରୀରେ ଯାହା ବି ଉପକରଣ ଅଛି ସେଇ ବିଷୟରେ ଟିକେ ଆମେ ଧାରଣା ନେବା। ପ୍ରଥମରୁ ଆମେ ଦେଖିବା କ'ଣ ଅଛି। ତ ଆମର ବୁନସେନ୍ ବର୍ଣ୍ଣର ବା ଏଟା ଗୋଟେ ଦେଖ ଗ୍ୟାସ୍ ଷ୍ଟୋଭରୁ ବାହାରିକି ଚୁଲାରୁ ବାହାରିକି ଗୋଟିଏ ଏମିତି ଜଳୁଛି। ତ ଏଟାକୁ ବୁନସେନ୍ ବର୍ଣ୍ଣର କୁହାଯାଏ। ତ ଏହାର କାମ ହେଉଛି ଏମିତି ଗୋଟିଏ ଷ୍ଟାଣ୍ଡ ଭଳିଆ ଅଛି ଆଉ ଗୋଟେ ରେଗୁଲେଟର ଥାଏ ଆଉ ସେଠି ଗ୍ୟାସ୍ ବାହାରେ, ସେଟାକୁ ଆମେ ବୁନସେନ୍ ବର୍ଣ୍ଣର ବୋଲି କହୁ। ସେଠି କ'ଣ ହୁଏ ତା ନିରାପଦ ଭାବରେ ଗ୍ୟାସକୁ ପ୍ରବାହ କରିବା ପାଇଁ ପ୍ରାକୃତିକ ବା ନ୍ୟାଚୁରାଲ ଗ୍ୟାସ୍ ମିଥେନ୍ ଗ୍ୟାସ୍ ବ୍ୟବହାର ହୁଏ। ଆଉ ଏଟା କଣ୍ଟିନ୍ୟୁଅସ୍ ଷ୍ଟ୍ରିମ୍ ବା ତାକୁ ଆମେ ଓଡ଼ିଆରେ କହିବା ସେଫଲି ବର୍ନ ହୁଏ। କଣ୍ଟିନ୍ୟୁଅସ୍ ଷ୍ଟ୍ରିମ୍ କହିଲେ ପୁରା ଦଗ ଦଗ ହେଇକି ଜଳେ ଆଉ ଫ୍ଲେମ୍ ତାର ବଢ଼ିଆ ଦେଖାଯାଏ। ୟେଲୋ, ବ୍ଲୁ, ରେଡ୍ ଫ୍ଲେମ୍ ସବୁ ଆମେ ସେଠି ଜାଣିପାରିବା। ଆଉ ଏଟା ବହୁତ ଜିନିଷକୁ ଗରମ କରିବା ପାଇଁ ବ୍ୟବହାର କରାଯାଏ। ତାପରେ ଟେଷ୍ଟ ଟ୍ୟୁବ୍ ହେଉଛି ଗୋଟିଏ ପତଳା କାଚ ସିଲିଣ୍ଡର ଭଳି ଦେଖାଯାଇଥାଏ ଆଉ ଏଟା ଗୋଟିଏ ମୁଣ୍ଡରେ ବନ୍ଦ ଥାଏ ଏବଂ ଅନ୍ୟ ପଟେ ଖୋଲା ଥାଏ ଓ ଅଳ୍ପ ପରିମାଣର ବିଭିନ୍ନ ସାମଗ୍ରୀ ରଖିବା ପାଇଁ ବ୍ୟବହୃତ ହୁଏ। ଆଉ ଏଟାକୁ ଯେତେ ଗରମ କଲେ ବି ଏହା ଭାଙ୍ଗେ ନାହିଁ ବା ସ୍କ୍ରାଚ୍ ହେଇକି ଭାଙ୍ଗିଯାଏ ନାହିଁ। ତ ଏଥିରେ ଆମେ ଯାହା ବି ଛୋଟ ଛୋଟ ଏକ୍ସପେରିମେଣ୍ଟ କରୁ ଏଠି ନେବା ଆଣିବା ପାଇଁ ମଧ୍ୟ ବ୍ୟବହାର କରୁ। ତାପରେ ବିକର, ଏଇଟା ହେଉଛି ବିକର ଆଉ ଏଟା ହେଉଛି ସାଧାରଣ ପ୍ରକାର ଲାବୋରେଟୋରୀ ଗ୍ଲାସୱେୟାର ବା କାଚରେ ନିର୍ମିତ। ଏଟା କ'ଣ କରାଯାଏ, ଲାବୋରେଟୋରୀରେ ଯାହା ବି ଜିନିଷ ଅଛି ଯେମିତିକି ହାଇଡ୍ରୋକ୍ଲୋରିକ୍ ଏସିଡ୍, ସଲଫ୍ୟୁରିକ୍ ଏସିଡ୍, ବିଭିନ୍ନ ଏସିଡ୍ ବେସ୍ ବା ତରଳ ପଦାର୍ଥ ଏଥିରେ ରଖିବା ପାଇଁ ବ୍ୟବହାର କରାଯାଏ। ଆଉ ଏଟା ଏମିତି ବିକର ମାନଙ୍କରେ କ'ଣ ଥାଏ ଲେଖା ହେଇଥାଏ 20 ml 50 ml ଏମିତି ଲେବେଲିଂ କରାହେଇଥାଏ। ଏଟା ବ୍ୟବହାର କରାଯାଏ ବିଭିନ୍ନ ଜିନିଷକୁ ସଂଗ୍ରହ କରିବା ପାଇଁ ଆଉ ଏପଟ ସେପଟ କରିକି ମିଶେଇବା ପାଇଁ ମଧ୍ୟ କେମିକାଲ ଗୁଡ଼ିକ ବ୍ୟବହାର କରାଯାଏ। ଏଟାକୁ ବିକର କୁହାଯାଏ। ଏଟା ଛୋଟ ବିକର ବଡ଼ ବିକର ବି ଅଛି। ତାପରେ ଗ୍ରାଜୁଏଟେଡ୍ ଟ୍ୟୁବ୍ ବା ଏମିତି ଗୋଟିଏ ଟ୍ୟୁବ୍ ସିଲିଣ୍ଡର କରିଥାଏ ଯେଉଁଠିକି ମାପିବା ପାଇଁ ବ୍ୟବହାର କରାଯାଏ ଓ ସିଲିଣ୍ଡର ଭଳିଆ ଦେଖାଯାଇଥାଏ। ଯେମିତିକି ଦେଖ ଏମିତି ସମସ୍ତେ ଭାଗ ଭାଗ ହେଇଛି 10 ml 20 ml 30 ml 40 ml 50 ml ଏମିତି ଅଛି। ତ ଏଟା ଗୋଟିଏ କ'ଣ କୁହାଯାଏ ଗ୍ରାଜୁଏଟେଡ୍ ସିଲିଣ୍ଡର ବା ସିଲିଣ୍ଡର ମାପା ଟ୍ୟୁବ୍ ଟାଇପର ଗୋଟିଏ ଅଛି। ଏଟାକୁ ଗ୍ରାଜୁଏଟେଡ୍ ସିଲିଣ୍ଡର କୁହାଯାଏ। ଆଉ ଲିକ୍ୱିଡକୁ ସାଧାରଣତଃ ମାପିବା ପାଇଁ ଏହାର ବ୍ୟବହାର କରାଯାଏ। 10 ml ଯଦି ଢାଳିବା ପାଇଁ କହିବା ଏଠି ମାପିକି ଆମେ ବିକରରେ ଢାଳିବା। ତାପରେ ଏଟା ଦେଖ ୱାଚ୍ ଗ୍ଲାସ୍, ଏମିତିଟା ସମସ୍ତେ ଦେଖିଥିବ। ଏଠି କ'ଣ କରିବା ପାଇଁ କ'ଣ ପାଇଁ ସାହାଯ୍ୟ ହୁଏ ଏଟା ୱାଚ୍ ଗ୍ଲାସରେ ଗୋଲାକାର କାଚ ଖଣ୍ଡ ଯାହାକି ତରଳ ବାଷ୍ପୀଭୂତ ହେବା ଓଜନ କଠିନ ପଦାର୍ଥ ଗରମ କିମ୍ବା ପାଉଡର ଗରମ କରିବା ପାଇଁ ଏକ ପୃଷ୍ଠ ଭାବରେ ବ୍ୟବହୃତ କରାଯାଏ। ଆଉ ଏଟାକୁ ୱାଚ୍ ଗ୍ଲାସ୍ କୁହାଯାଏ। ତାପରେ ଡ୍ରପର ସାହାଯ୍ୟରେ କ'ଣ କରିବା, ଗୋଟିଏ ତାର ଛୋଟ ମୁନ ଗୋଟେ ଥାଏ, ସେଥିରେ ଆମେ ପଛପଟେ ରବର ଗୋଟେ ଥାଏ, ସେଇ ରବର ମୁଣ୍ଡରୁ ଆମେ ଟାଣିକି ଅନ୍ୟ ଜାଗାରେ ପକେଇବା ରାସାୟନିକ ଜିନିଷ ଗୁଡ଼ା ପକେଇବା ଯେମିତିକି ଏସିଡ୍ ଏଇସବୁ ଜିନିଷକୁ ଆମେ ହାତରେ ଛୁଇଁ ପାରିବା ନାହିଁ। ତ ଡ୍ରପର ସାହାଯ୍ୟରେ ଅନ୍ୟ ଗୋଟିଏ ପଟକୁ ନେଇକି ଅଳ୍ପ ଅଳ୍ପ ବୁନ୍ଦାଏ ବୁନ୍ଦାଏ ଟିକେ ପ୍ଲାଷ୍ଟିକ ପାଇପ୍ ଭଳିଆ ଥାଏ ଗୋଟିଏ ପଟେ ପ୍ରେସ୍ କଲେ ସେଟା ଆସିଯାଏ ସେଇଠୁ। ଆଉ ପୁଣି ଆମେ ଆଇଦର ଏଠି ମିଶେଇବା ଯାହା କିଛି କରିବା ସେଟା ନେବା ଆଣିବା ପାଇଁ ସାହାଯ୍ୟ କରିବ। ତାପରେ ଫନେଲର କ'ଣ
କାମ ଏମିତି ଦେଖାଯାଇଥିବ। ଦେଖ ଗୋଟିଏ ପଟରେ ଓସାରିଆ ହେଇଥିବ ଆଉ ଆଉ ପଟେ ଗୋଟିଏ ଗୋଟେ ସରୁ ହେଇଥିବ। ତ ଏଇ ଓସାରିଆ ପଟରେ କଣ କରିବା, ଆମେ ଛୋଟ ଖୋଲା ଥାଏ ସେଇ ପାତ୍ରରେ ପହଞ୍ଚିବା ପାଇଁ ଉପରୁ ଢାଳିବା ପାଇଁ ସେଟା ସାହାଯ୍ୟ ହୁଏ ଫନେଲ ସାହାଯ୍ୟରେ। ଏଟାକୁ ଫନେଲ କୁହାଯାଏ। ତାପରେ ଟଙ୍ଗ, ଏଟାକୁ ସମସ୍ତେ ଜାଣିଥିବ, ପ୍ଲକର ବି କହିପାରିବା, ଟଙ୍ଗ କୁହାଯାଏ ଏଟାକୁ। ଏଇଟା ଆମର ସାଧାରଣ ଉପକରଣ, ସମସ୍ତେ ଜାଣିଥିବ। ଏଟାକୁ ଗରମ ପାତ୍ରକୁ ଯଦି ନ ଛୁଇଁବା, ହାତରେ ଛୁଇଁବା ଯଦି ହାତ ପୋଡ଼ିଯିବ, ତ ଏଥିରେ ଆମେ ନେଇକି ଛୋଟ ଛୋଟ କୋଇଲା ହେଲା କିମ୍ବା ଗରମ ଜିନିଷ, ଯଦି ଆମେ ତାର ଗୁଡ଼ା ମ୍ୟାଗ୍ନେସିୟମ ତାରକୁ ଯଦି ଗରମ କରିବା, ତାକୁ ଚିମଟାରେ ବା ଟଙ୍ଗ ସାହାଯ୍ୟରେ ଧରିବା। ଏମିତି ଛୋଟ ଛୋଟ ଜିନିଷକୁ ଆମେ ଟଙ୍ଗ ସାହାଯ୍ୟରେ ଧରିବା। ତା ମାଇକ୍ରୋସ୍କୋପ ତ ସମସ୍ତେ ଜାଣିଛ, ସବୁ ଲ୍ୟାବରେ ଅଛି, ସମସ୍ତେ ଦେଖିଥିବ ମଧ୍ୟ। ଯେଉଁ ରକ୍ତ ପରୀକ୍ଷା କରାଯାଏ ସେଠାରେ ବି ମାଇକ୍ରୋସ୍କୋପ ଥାଏ। ଏଠି କଣ, ଯେଉଁ ଜିନିଷଟା ଆଖିରେ ଦେଖାଯାଏ ନାହିଁ ସେଇ ଜିନିଷକୁ ଆମେ ମାଇକ୍ରୋସ୍କୋପରେ ଛୋଟ ଛୋଟ ଜିନିଷକୁ, ଆଖିରେ ନ ଦେଖି ପାରୁଥିବା ଜିନିଷକୁ ଆମେ ମାଇକ୍ରୋସ୍କୋପରେ ଜୁମ କରିକି ଦେଖିବା। ବା ଆଖି ବଡ଼ ହେଇଯିବ, ସେଟା ଯଦି ଦେଖିବା ମାଇକ୍ରୋସ୍କୋପରେ ପକେଇବା ତାହେଲେ ସେଟା ବଡ଼ ଦେଖାଯିବ, ଆଖିକୁ ଦେଖାଯିବ। ତାପରେ ମ୍ୟାଗ୍ନିଫାଇଂ ଗ୍ଲାସ ବା ଏମିତି ଗୋଟେ ଏଠି ଥାଏ, କଣ ଏଟା, କନଭେକ୍ସ ଲେନ୍ସ। ଏଠି କଣ କରାଯାଏ, ବା ଯୋଗ କାଚ ମଧ୍ୟ କୁହାଯାଏ। ତ ଏଠି କଣ ହୁଏ, ହାତ ଯେମିତି ହାତର ରେଖା ଗୁଡ଼ିକ ଦେଖିବା ପାଇଁ ଲୋକ ବ୍ୟବହାର କରନ୍ତି, ସେମିତି ଏ ଗ୍ଲାସରେ ମଧ୍ୟ କଣ କରାଯାଏ, ଆମର ଯେଉଁ ଜିନିଷକୁ ଆମେ ଦେଖିପାରୁନୁ, କଲର ଚିହ୍ନିବାର ଅଛି ଗୋଟେ ପଦାର୍ଥର, ଗରମ କରିସାରିଲା ପରେ କେମିତି କଲର ହେଲା ଆମର ଦେଖାଯାଉନି ସାଧା ଆଖିରେ, ତ ଆମେ ତାକୁ ପକେଇକି ଦେଖିବା। ତାପରେ କେମିତି କ୍ରିଷ୍ଟାଲ ଗୁଡ଼ିକ କେମିତି ଦେଖାଯାଉଛି ଚିହ୍ନିବା ପାଇଁ, ତାପରେ ପଦାର୍ଥର କଲର କେମିତି ଚେଞ୍ଜ ହେଲା, ଏସବୁ ଦେଖିବା ପାଇଁ ପାଖକୁ ନେଇକି ଦେଖିଲେ ଆମେ ଦେଖିପାରିବା। ସମସ୍ତେ ଏଇଟା ଜାଣିଛ, ମ୍ୟାଗ୍ନିଫାଇଂ ଗ୍ଲାସ ବା ଚକକାଚ ମଧ୍ୟ କୁହାଯାଏ। ତାପରେ ଏମିଟର, ଏଇଟା ସାଧାରଣତଃ ବିଦ୍ୟୁତ ବା ଇଲେକ୍ଟ୍ରିସିଟି ମାପିବା ପାଇଁ ବ୍ୟବହାର କରାଯାଏ। କେତେ ଏମ୍ପିୟର କରେଣ୍ଟ ଆସୁଛି ବା କେତେ ଏମ୍ପିୟର କରେଣ୍ଟ ଆସିଛି ଆମେ ଜାଣିବା ପାଇଁ ଏଇଟା ବ୍ୟବହାର କରୁ। ଏଇଟା ସମସ୍ତେ ଜାଣିଛ। ତାପରେ ଭୋଲ୍ଟ ମିଟର, ଦେଖ ସମସ୍ତେ ଏଇଥିରେ MA ଲେଖା ହେଇଛି, ସେଇଟା ହଉଛି ମିଲି ଏମ୍ପିୟର। ତାର ଗୋଟିଏ SI ୟୁନିଟ ବା ମାପ ଚିହ୍ନ, ମିଲି ଏମ୍ପିୟର SI ୟୁନିଟ ଥାଏ, ଏମ୍ପିୟରରୁ ଛୋଟ, ସେଟା ହଉଛି ମିଲି ଏମ୍ପିୟର। ଆଉ ଏଠି ଦେଖ ଲେଖା ହେଇଛି ଭୋଲ୍ଟ ମିଟରରେ V ଲେଖା ହେଇଛି, ଭୋଲ୍ଟେଜ ମାପିବା ପାଇଁ ଏଇଟା ବ୍ୟବହାର କରାଯାଏ। ଯୋଉଠିକି ତାର ଦୁଇ ପଟର ଦୁଇ ସାଇଡକୁ ଆମେ ଯଦି ଦେଖିବା ପାରାଲେଲି ବା କଣ ପୋଟେନ୍ସିଆଲ ଡିଫରେନ୍ସକୁ ଆମେ ଏଠି ମାପି ପାରିବା। ସାର୍କିଟରେ ଭୋଲ୍ଟେଜ ମାପିବା ପାଇଁ ଏଟା ଭୋଲ୍ଟ ମିଟର ୟୁଜ କରାହୁଏ। ଆଉ ଏଟା ସମାନ୍ତରାଳ ସଂଯୋଗ କରାଯାଏ। ତାପରେ ଦେଖ ଫିଲ୍ଟର ପେପର, ଫିଲ୍ଟର ପେପରରେ କଣ କରାଯାଏ, ଫିଲ୍ଟର ନାଁରୁ ତମେ ସମସ୍ତେ ଜାଣୁଛ, ଏଥିରେ ଆମେ ଫିଲ୍ଟରେସନ କରୁ ବା ଛାଣିବା ପାଇଁ, ମନେକର ଗୋଟେ କ୍ରିଷ୍ଟାଲ ଫର୍ମ ହେଇଛି, ସେ କ୍ରିଷ୍ଟାଲକୁ ଆମେ ଅଲଗା କରିବା ପାଇଁ ଚାହୁଁଛୁ, ତ ସେଠି ଆମେ ଫିଲ୍ଟର ପେପର ୟୁଜ କରିବା। ତାହେଲେ କଣ ହବ, ଯାହା ଏକ୍ୱାସ ସଲ୍ୟୁସନ ବା ଜଳୀୟ ଦ୍ରବଣ ଥିବ ତଳକୁ ଜଳ ଅଂଶ ପଳେଇଯିବ, ଆଉ ବାକି ଯାହା ରହିବ ସେ ଫିଲ୍ଟର ପେପରରେ ରହିଯିବ। କିମ୍ବା ଆମେ କାଦୁଅ ପାଣିକି ଯଦି ଗୋଳିଦେବା, ଆଉ କିଛି ସମୟ ପରେ ଯଦି ରହିଯିବ, ସେ ଉପରେ ପାଣି ରହିଯିବ, ତଳେ କାଦୁଅ ରହିଗଲ, ପ୍ରେସିପିଟେସନ ଫର୍ମ ହେଲା, ତ ସେଇ ଜାଗାରେ କଣ ହେବ, ବା ତଳେ ଅବକ୍ଷେପ ରହିଗଲା, ପ୍ରେସିପିଟେସନକୁ ଅବକ୍ଷେପ କୁହାଯାଏ। ସେଇ ଅବକ୍ଷେପଟା ଯଦି ରହିଗଲା, ତାପରେ କଣ, ସେଟା ଆମେ ଫିଲ୍ଟର ପେପର ସାହାଯ୍ୟରେ ଅଲଗା କରିପାରିବା। ତାପରେ ଲିଟମସ ପେପର, ଦେଖ ସମସ୍ତେ ଲିଟମସର ନାଁ ଶୁଣିଛ, ଯେ ଆମେ କଣ ଏସିଡ ସଲ୍ୟୁସନ ବା କ୍ଷାର ଓ ବେସିକ ସଲ୍ୟୁସନ, ଅମ୍ଳ କ୍ଷାର, ବେସିକ କହିଲେ କ୍ଷାର ଆଉ ଏସିଡ କହିଲେ ଅମ୍ଳ। ତ ଅମ୍ଳ କ୍ଷାରର କେତେ ଅଛି, ଦ୍ରବଣରେ କେତେ ଅମ୍ଳର ଦ୍ରବଣ ନା ଅମ୍ଳୀୟ ନା କ୍ଷାରୀୟ ଦ୍ରବଣ, ସେଟା ଜାଣିବା ପାଇଁ ଆମେ ବ୍ଲୁ ଲିଟମସ ପେପର ଆଉ ରେଡ୍ ଲିଟମସ ପେପର ର ପ୍ରୟୋଗ କରୁ। ବ୍ଲୁ ଲିଟମସ ପେପର କେମିତି
ଚେଞ୍ଜ ହେଇଯାଏ। ଯଦି କ'ଣ ଅମ୍ଳ ଥିବ ତାହେଲେ ବ୍ଲୁଟା ଲାଲ ହେଇଯିବ ବା ନାଲି ହେଇଯିବ। ଆଉ ଯଦି କ୍ଷାର ଥିବ ନାଲିଟା କ'ଣ ହେଇଯିବ ନୀଳ ହେଇଯିବ। ନୀଳଟା ନାଲି, ନାଲି ତ ଆଉ ନାଲିଟା କ'ଣ ନୀଳ ହେଇଯିବ। ତାପରେ ବେସିକ ସଲ୍ୟୁସନରେ କ'ଣ ହବ? ବେସିକ କହିଲେ ନା ଆମର କ'ଣ ହେଇଥିବ କ୍ଷାର। ଯଦି କ୍ଷାର ହେଇଥିବ ସେଇ ହିସାବରେ ଲିଟମସ୍ ପେପର ତାର ଚିହ୍ନ ଅଛି ଉପରକୁ ଉପରୁ 1 ରୁ 14 ଯାଏଁ ଚିହ୍ନ ଅଛି ତାର। ସେଇ ଚିହ୍ନ ହିସାବରେ ତାହାର ଲିଟମସ୍ ପେପର ରଙ୍ଗ ଚେଞ୍ଜ କରିବ। ତାପରେ ଟେଷ୍ଟ ଟ୍ୟୁବ ର୍ୟାକ୍, ଏଠି କ'ଣ କରିବା ଆମେ ଏପଟ ସେପଟ ଟେଷ୍ଟ ଟ୍ୟୁବ ଗୁଡ଼ା ନ ଫିଙ୍ଗିକି ଟେଷ୍ଟ ଟ୍ୟୁବ ର୍ୟାକରେ ଯଦି ରଖିବା ସେଟା ସହଜରେ ଆମେ ସେଟା ପାଇପାରିବା ଆଉ ୟୁଜ ମଧ୍ୟ କରିପାରିବା। ତାପରେ ଦେଖ ଲାଷ୍ଟକୁ ଗୋଟିଏ ଜାଗାରେ ସବୁ କିଛି ଅଛି ତା ଜାଣିବା ପାଇଁ। ଦେଖ ସମସ୍ତେ ତ ଟେଲିସ୍କୋପ ଗୋଟେ ଅଛି, ଦେଖ ଏଇଟା ଟେଲିସ୍କୋପ ତଳେ ଲେଖା ହେଇଛି। ସେଟା ଆକାଶରେ ଥିବା ତାରା ଗୁଡ଼ିକୁ ଦେଖିବା ପାଇଁ ପ୍ରୟୋଗ କରାଯାଏ। ତାପରେ ଦେଖ ଏଇଟା ସ୍ପିଡୋମିଟର ଗୋଟେ ଅଛି ହେଲା। ସ୍ପିଡୋମିଟର କ'ଣ ଆମର ଗାଡ଼ିରେ ସମସ୍ତଙ୍କର ଗୋଟେ ସ୍ପିଡୋମିଟର ଥାଏ, କେତେ ସ୍ପିଡରେ ଯାଉଛି ସେଟା। ତାପରେ ଦେଖ ଏଠି ସବୁ କିଛି ଅଛି, ଥର୍ମୋମିଟର ଅଛି, ବୁନସେନ ବର୍ଣ୍ଣର ବି ଟେଷ୍ଟ ଟ୍ୟୁବ ବି ଅଛି, ପିକର ଅଛି, ଫ୍ଲାସ୍କ ଅଛି। ଏସବୁ ଜିନିଷ ଗୁଡ଼ା ଆମେ ସମସ୍ତେ ଜାଣିଛୁ। ମାଇକ୍ରୋସ୍କୋପ ଅଛି, ଏସବୁ ଜିନିଷ ପ୍ରୋଟ୍ରାକ୍ଟର ଅଛି, ମ୍ୟାଗ୍ନେଟ ତ ଜାଣିଛ, ଚୁମ୍ବକ ସୂଚୀ ଚୁମ୍ବକ ବି ଅଛି। ହଉ, ଆଜି ପାଇଁ ଏତିକି। ସମସ୍ତଙ୍କୁ ଧନ୍ୟବାଦ।